ରାଉରକେଲାରେ ଆଦର୍ଶ ପାଠାଗାର ଆୟୋଜିତ 29ତମ ରାଉରକେଲା ପୁସ୍ତକ ମେଳା ଆସନ୍ତା ଫେବୃଆରୀ ମାସ 2 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଭଞ୍ଜ ଭବନ ପରିସରରେ ଅନୁଷ୍ଠିତ ହେବା ବିଷୟ ସାମ୍ବାଦିକ ସମ୍ମିଳନୀରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ସୂଚନା ପ୍ରଦାନ କରି କହିଲେ ଯେ ଏହି ପୁସ୍ତକ ମେଳାରେ ଓଡ଼ିଶାର ସମସ୍ତ ପୁସ୍ତକ ପ୍ରକାଶନ ଓ ବିକ୍ରେତାମାନଙ୍କୁ ଯୋଗ ଦେବାକୁ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ତରଫରୁ ଅନୁରୋଧ କରାଯାଇଛି। ଏହି ମେଳାରେ 80ଟି ଷ୍ଟଲରୁ ବୁକିଂ ସରିଥିବା ବେଳେ ଦିଲ୍ଲୀ କଲିକତା ସମେତ ଓଡ଼ିଶାର ପ୍ରମୁଖ ପ୍ରକାଶକ ତଥା ପୁସ୍ତକ ବିକ୍ରେତା 38ଟି ଅନୁଷ୍ଠାନ ଏଥିରେ ଯୋଗ ଦେବେ। ସେହିପରି ଚଳିତ ବର୍ଷ ସମ୍ମାନଜନକ ଲକ୍ଷ୍ମୀଧର ନାୟକ ସାରସ୍ୱତ ସ୍ମୃତି ସମ୍ମାନ କରି ବିଜୟ ରାୟକୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଓ ଉପସଭାପତି ବାଉରୁ ବନ୍ଧୁ ସାହୁ, ସର୍ବଶ୍ରୀ ଡକ୍ଟର ବସନ୍ତ କୁମାର ଦାସ, ଲୋକସମ୍ପର୍କ ଅଧିକାରୀ କୁଞ୍ଜ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ପୁସ୍ତକ ମେଳା 29ତମ ବର୍ଷରେ ପଦାର୍ପଣ କରିଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ସାଂସଦ ତଥା ପ୍ରତିରକ୍ଷା ସଂସଦୀୟ କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ବୋଲି ସୂଚନା ମିଳିଛି। ସାର୍, ଆପଣଙ୍କ ପରିଚୟ ଓ ଏଇ ଯେଉଁ ସାମ୍ବାଦିକ ସମ୍ମିଳନୀ ଆଜି କଲେ ସେ ସମ୍ପର୍କରେ ପଦେ। ରାଧାକାନ୍ତ ମିଶ୍ର, କାର୍ଯ୍ୟକାରୀ ସଭାପତି ଆଦର୍ଶ ପାଠାଗାର। ଆଜିକୁ 29 ବର୍ଷ ହେଲା ଏ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ରାଉରକେଲାରେ। ଏହା ଏକମାତ୍ର କାର୍ଯ୍ୟାନୁଷ୍ଠାନ ଓ ଏଇଟା 29ତମ ପୁସ୍ତକ ମେଳା 2 ତାରିଖରୁ ଆରମ୍ଭ ହୋଇକି 11 ଫେବୃଆରୀ ପର୍ଯ୍ୟନ୍ତ ଏହା ଚାଲିବ। ପ୍ରଥମ ଦିନରେ ଏହାକୁ ଉଦ୍ଘାଟନ କରିବେ ଡ୍ୟାମିଟ୍ସ ଗ୍ରୁପର ଚେୟାରମ୍ୟାନ୍ ଡକ୍ଟର ଯତୀନ୍ଦ୍ର ନାୟକ ଏବଂ ଉଦ୍ଯାପନ ଉତ୍ସବର ମୁଖ୍ୟ ଅତିଥି ଅଛନ୍ତି ସ୍ଥାନୀୟ ସାଂସଦ ମାନ୍ୟବର ଜୁଏଲ ଓରାମ, ଏବଂ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି। ବିଭିନ୍ନ ଦିବସର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅଛି, ସାହିତ୍ୟ ଆଲୋଚନା ଅଛି ଏବଂ ଫ୍ୟାନ୍ସି ଡ୍ରେସ୍ କମ୍ପିଟିସନ୍ ବି ଅଛି, ଚିତ୍ରାଙ୍କନ ପ୍ରତିଯୋଗିତା ଅଛି। ପିଲାମାନଙ୍କ ଭିତରେ ଗୋଟେ ସୃଜନଶୀଳତା ଏବଂ ପ୍ରତିଭା ବିକଶିତ କରିବା ପାଇଁ ସବୁପ୍ରକାର ପ୍ରଚେଷ୍ଟା କରାଯାଇଛି। ଧନ୍ୟବାଦ ସାର୍। ରାଉରକେଲାରୁ ଶ୍ରୀ ନବୀନ କୁମାର ପ୍ରଧାନଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।